ଦେଖନ୍ତୁ ଏଇ ରୁଗୁଡି ସିଂ ଗ୍ରାମରେ ଯୋଉ ପ୍ରାଥମିକ ବିଦ୍ୟାଳୟର ଗୋଟେ ନୂଆ ବିଲ୍ଡିଂ ତିଆରି ଚାଲିଥିଲା। ସେଥିରେ ପିଲର ଗୋଟେ ବିପଦ ସଂକୁଳ ଭାବରେ ଥିଲା। ଦୁଇଟା ଛାତ୍ରୀ ଆସିଥିଲେ ଖେଳିବା ପାଇଁ, ଯାହାକି 2 ଦିନ ତଳେ ସେମାନଙ୍କର ମୃତ୍ୟୁ ଘଟିଛି ସେଇ ପିଲର ପଡିକିରି। ଏଥିରେ ମୁଁ ଯାହା ଦେଖିବାକୁ ପାଇଲି ଯେ ସରକାରଙ୍କ ତରଫରୁ ତ ସରକାର ତାଙ୍କରି କାମ କରିଛନ୍ତି ଏବଂ ଆମର ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ତାଙ୍କୁ 3 ଲକ୍ଷ ଟଙ୍କା ଘୋଷଣା କରାଯାଇଛି ତଥା କାଲି ଜିଲ୍ଲା ପ୍ରଶାସନ ତ୍ୱରିତ ସେମାନଙ୍କୁ ଆଉ 20,000 ଟଙ୍କା ଦେଇଛନ୍ତି ତଥା କାଲି 2 ଲକ୍ଷ ଟଙ୍କା ସେମାନଙ୍କୁ ଘୋଷଣା କରାଯାଇଛି। କିନ୍ତୁ ସବୁଠାରୁ ମୁଖ୍ୟ ହଉଛି ଯେ ଛୋଟ ପିଲାମାନଙ୍କର ଏରିଆ, ଯେହେତୁ ଏଇଠି ଅଙ୍ଗନବାଡି କେନ୍ଦ୍ର ବି ଅଛି, ସ୍କୁଲ ବି ଅଛି। ମୁଁ ତ କହିବି ହେଡମାଷ୍ଟର ତାଙ୍କରି ପ୍ରୟାସ କରିଛନ୍ତି, ସେ ଆଉ ଗୋଟେ ଛୋଟ ରାସ୍ତାଟେ ବି ବାହାର କରିଛନ୍ତି ଯେମିତି ଛୁଆମାନେ ଭିତରକୁ ଆସିପାରିବେ, ପାଠ ପଢିପାରିବେ ସେମାନେ ଅଲଗାରେ। କିନ୍ତୁ ଏଇ ଯୋଉ କଣ୍ଟ୍ରାକ୍ଟର ଏଠି କାମ କରୁଥିଲେ ତଥା ଆମର ଜିଲ୍ଲା ପ୍ରଶାସନ ମଧ୍ୟ, ମୁଁ ଜିଲ୍ଲା ପ୍ରଶାସନକୁ ମଧ୍ୟ ନିଶ୍ଚୟ ମୁଁ ଏଠି ତାଗିଦ କରିବାକୁ ବି ଚାହୁଁଛି। କାରଣ ଏଇଭଳି ଭାବରେ ସ୍କୁଲ ଗୁଡିକରେ ଯଦି ବିପଦ ସଂକୁଳ ଭାବରେ କିଛି ଜିନିଷ ଅଛି ତା ଉପରେ ସେମାନେ ସର୍ଭେ କରିକି ରିପୋର୍ଟ ଦିଅନ୍ତୁ ଏବଂ ତ୍ୱରିତ ତାକୁ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ତେଣୁ ଜିଲ୍ଲା ପ୍ରଶାସନର ଏବଂ ଏଇ ଯୋଉ ସରକାରୀ ଅଫିସର ମାନଙ୍କର ସମସ୍ତଙ୍କର ବୁଲିକି ଦେଖିବା ସେମାନଙ୍କର ବି କର୍ତ୍ତବ୍ୟ ରହୁଛି। ତେଣୁ ସେମାନେ ନିଶ୍ଚୟ ସମସ୍ତେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି, ଏଇଟା ତ ମୁଁ ନିଶ୍ଚୟ କହିବି। ଏବଂ ଆଉ ଗୋଟେ ଜିନିଷ ଆମରି କମିଶନର ତରଫରୁ ଆଉ ଉପରେ ଗୋଟେ ସୋମୋଟ କଗ୍ନିଏନ୍ସରେ ଗୋଟେ କେସ୍ କରାହେଇଛି, ତଦନ୍ତ ସାପେକ୍ଷରେ ବର୍ତ୍ତମାନ ଅଛି। ତଦନ୍ତ ରିପୋର୍ଟ ଏମାନେ ଆମକୁ ଦେବେ, 7 ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଆମେ ତାଙ୍କୁ କହିଛୁ, ତାଗିଦ କରିଛୁ। ଏବଂ ଆ ଉପରେ ମୁଁ ଗୋଟେ ରିଭ୍ୟୁ ମିଟିଂ ମଧ୍ୟ ନେବି। ତଥା ଆ ପୂର୍ବରୁ ମଧ୍ୟ ଯଦି ଦେଖିବେ ମୁଁ ଗୋଟେ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିଲି, ସିସିଆକୁ ଯାଇଥିଲି, ସେଇଠି ମଧ୍ୟ ମୁଁ ବହୁତ ଗୁଡିଏ ଅସୁବିଧା ଦେଖିଛି, ମୋର ନଜରରେ ଆସିଛି। ତେଣୁ ଏସବୁ ବିଷୟ ନେଇକି ମୁଁ ବର୍ତ୍ତମାନ ରିଭ୍ୟୁ କରିବି ଏବଂ ଜିଲ୍ଲାରେ ଗଜପତି ଭଳି ଜିଲ୍ଲାରେ ଯୋଉଥିରେ ଆପଣ ଯଦି ଦେଖିବେ ଅର୍ଥନୈତିକ କ୍ଷେତ୍ରରେ ଯୋଉମାନେ ପଛୁଆ ଅଛନ୍ତି ସେ ବହୁତ ମାତ୍ରାରେ ଏଇଠି ଅଛନ୍ତି ତଥା ଆମର SC ST ମାନେ ମଧ୍ୟ ଅଛନ୍ତି। ସେମାନଙ୍କୁ କିଭଳି ଭାବରେ ଆମେ ସେମାନଙ୍କର ପିଲାମାନଙ୍କୁ ପାଠ ପଢେଇ ପାରିବା, ସେମାନଙ୍କୁ ପୁଷ୍ଟିସାର ଖାଦ୍ୟ ଦେଇପାରିବା, ସେମାନଙ୍କର ସର୍ବାଙ୍ଗୀନ ବିକାଶ କରିବା ପାଇଁ ସରକାର ତଥା ମାନେ ପ୍ରଶାସନ ସଦାସର୍ବଦା ଜାଗ୍ରତ ରହିବା ଉଚିତ। ସରକାର ତ ତାଙ୍କରି କାମ କରୁଛନ୍ତି, କିନ୍ତୁ ପ୍ରଶାସନର ଯଦି ଅବହେଳାରେ ଏଭଳି କାମ ହଉଛି ତ ସେମାନଙ୍କ ଉପରେ ନିଶ୍ଚୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଖନ୍ତୁ ଏଇ ବିଷୟରେ ତ ମୁଁ ରିଭ୍ୟୁ କରିବାକୁ ଆସିଛି ଏବଂ ମୋର କମିଶନର ତରଫରୁ ମଧ୍ୟ ଏମାନଙ୍କୁ ଗୋଟେ ମାନେ ତଦନ୍ତ ରିପୋର୍ଟ ଦେବା ପାଇଁ ଗୋଟେ ସୋମୋଟ କଗ୍ନିଏନ୍ସରେ ଆମେ ଗୋଟେ ରିପୋର୍ଟ ତଲବ କରିଛୁ। ମୁଁ ରିଭ୍ୟୁ ପରେ ହିଁ ଆପଣଙ୍କୁ କହିବି ଏମାନେ କାହିଁକି ବର୍ତ୍ତମାନ ପର୍ଯ୍ୟନ୍ତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଏଇ ଯୋଉ କଣ୍ଡିସନରେ ଥିଲା 15 ଦିନ ହେଲା ଥିଲା ଯାହା ହେଡମାଷ୍ଟର କହୁଥିଲେ, ତେଣୁ ସିଏ କୁଆଡେ କହିଛନ୍ତି ହେଡମାଷ୍ଟର ଏବଂ ଆଉ ଗୋଟେ ଛୋଟ ରାସ୍ତା ମଧ୍ୟ ବାହାର କରିଛନ୍ତି, ଯାହା ମୁଁ ସ୍ପଟରେ ଦେଖିଲି। ପିଲାମାନେ କାଳେ ଏପଟେ ଆସିଲେ କିଛି ଅସୁବିଧା ଅଛି, ତେଣୁ ସେ ଆଉ ଗୋଟେ ରାସ୍ତା ବାହାର କରିଛନ୍ତି। ମୁଁ ତ ଏଇଟା ସ୍ପଷ୍ଟ ଭାବରେ କହିବି ହେଡମାଷ୍ଟରଙ୍କ ତ କିଛି ପ୍ରାୟ ଭୁଲ ନାହିଁ, କାରଣ ସିଏ ତାଙ୍କରି କାମ କରିଛନ୍ତି। କିନ୍ତୁ ସେ କହିଲା ପରେ ମଧ୍ୟ ଏଇ କାମ କଣ ପାଇଁ ହେଇନଥିଲା? ଯଦି ଏଇଟା ପିଲରଟା ବିପଦ ସଂକୁଳ ଭାବରେ ଥିଲା, ସେଇଟାକୁ କାହିଁକି ଡେଞ୍ଜରିୟସ୍ ଜୋନ ଭାବରେ ତାକୁ ବନ୍ଦ କରାହେଇନଥିଲା? ଏ ସମସ୍ତଙ୍କର ରିପୋର୍ଟ ସେମାନେ ଦେବେ, କଣ ହେଇଛି ଅଫିସର ମାନେ ଦେବେ। ବର୍ତ୍ତମାନ ମୋ ସହିତ DO ମଧ୍ୟ ଅଛନ୍ତି, ADM ମଧ୍ୟ ଅଛନ୍ତି ଏବଂ ମୁଁ ଡିଷ୍ଟ୍ରିକ୍ଟ କଲେକ୍ଟରଙ୍କୁ ଫୋନ କରିଥିଲି, ସିଏ ଫୋନ ଉଠେଇ ନାହାନ୍ତି, ମୋ ସହିତ କୌଣସି କଣ୍ଟାକ୍ଟ କରିନାହାନ୍ତି। ମୁଁ ତାଙ୍କ ସହିତ ମଧ୍ୟ କଥା ହେବାକୁ ଚେଷ୍ଟା ଦେଖନ୍ତୁ ଘଟଣା ଘଟିବା ପରେ ଯେ ତେଜୁଛୁ ଏହା ନୁହଁ। ଆମେ ଆପଣ ଯଦି ଦେଖିବେ 8 ମାସ ମଧ୍ୟରେ ଯେତେବେଳେ ମୁଁ ଚାର୍ଜ ନେଇଥିଲି ଆମର କମିଶନର, ତାପରେ ଆମେ ପ୍ରାୟ 28ଟା ଜିଲ୍ଲାକୁ ଗସ୍ତ କରିଛୁ। 28ଟା ଜିଲ୍ଲାରେ କିଭଳି ଭାବରେ ସେଠି ଶିକ୍ଷା ଚାଲିଛି, କିଭଳି ଭାବରେ ସେଠାରେ ପିଲାମାନଙ୍କୁ ପୁଷ୍ଟିସାର ଖାଦ୍ୟ ଦିଆଯାଉଛି, ତା ଉପରେ ଆମେ ସମ୍ପୂର୍ଣ୍ଣ ଭାବେ ନଜର ରଖିଛୁ। ଯଦି କହିବା ତାହେଲେ ଗତ ମାନେ ମାସେ ମଧ୍ୟରେ ଆମେ ଗୋଟେ ଆମର ମାନେ ଆଡଭାଇଜରୀ ଗୋଟେ ଜାରି କରିଥିଲୁ ଯେ ସ୍କୁଲରେ ଯଦି ପିଲାମାନେ ଆବସେଣ୍ଟ ରହୁଛନ୍ତି ତାହେଲେ ତାଙ୍କର ହୋମ ଭିଜିଟ ହଉ, ସ୍କୁଲ କର୍ତ୍ତୃପକ୍ଷ ଘରକୁ ଯାଆନ୍ତୁ। ସେଠାରେ ପିଲା କଣ ପାଇଁ ସ୍କୁଲ ଯାଉନି ଗୋଟିଏ ମାତ୍ର ପ୍ରୟାସ ରହିବ, 4ଟା ଆମକୁ ସେଥିରେ ଫାଇଦା ରହିବ। ଡ୍ରପ ଆଉଟ ଆମେ ବନ୍ଦ କରିପାରିବା, ଚାଇଲ୍ଡ ମ୍ୟାରେଜ ବି ବନ୍ଦ କରିପାରିବା, ଚାଇଲ୍ଡ ଲେବର ବନ୍ଦ କରିପାରିବା, ଚାଇଲ୍ଡ ବେଗର ମାନଙ୍କୁ ଆମେ ରୋକି ଯାଇପାରିବା। ତେଣୁ ଆ ଉପରେ କିଭଳି ଭାବରେ କାମ କରୁଛନ୍ତି ତାକୁ ନେଇକି ଆମେ ରିଭ୍ୟୁ ମଧ୍ୟ କରୁଛୁ। ପ୍ରତ୍ୟେକ ଡିଷ୍ଟ୍ରିକ୍ଟ ଗଲେ କଲେକ୍ଟର ମାନଙ୍କ ସହିତ, ଡିଷ୍ଟ୍ରିକ୍ଟ ଅଫିସର ମାନଙ୍କ ସହିତ ଆମେ ରିଭ୍ୟୁ ବି କରୁଛୁ। କୌଣସି ଘଟଣା ହେବା ପୂର୍ବରୁ ମଧ୍ୟ ଆମେ ସତର୍କତାର ସହିତ ରହୁଛୁ। କିନ୍ତୁ ଏଇଟା ଗୋଟେ ଦୁର୍ଭାଗ୍ୟ ହେଇଗଲା ଏଇଠି, ଆମେ ମଧ୍ୟ ତା ପାଇଁ ବହୁତ ଦୁଃଖିତ। ଆମେ ତ ତାଙ୍କ ମା ମାନଙ୍କ କୋଳକୁ ଛୁଆ ମାନଙ୍କୁ ଫେରେଇ ଆଣିପାରିବୁନୁ, କିନ୍ତୁ ଏଭଳି ଘଟଣାର ପୁନରାବୃତ୍ତି କିଭଳି ଭାବରେ ନ ହବ ତା ଉପରେ ମୁଁ ନିଶ୍ଚୟ ଆମର କମିଶନର ମଧ୍ୟ ତା ଉପରେ ନଜର ରଖିଛି ତଥା ସରକାରଙ୍କର ମଧ୍ୟ ଜିରୋ କାଜୁଆଲିଟି ଅଛି। ତେଣୁ ଆମ ସମସ୍ତଙ୍କର ଗୋଟେ ଉତ୍ତରଦାୟିତ୍ୱ ମଧ୍ୟ ରହୁଛି। ତେଣୁ ଆମେ ନିଶ୍ଚୟ ଆମର କାମ କରିବାକୁ ଆଗେଇ ଆସିବୁ। ଆଜି ରିଭ୍ୟୁ ପରେ ହିଁ ମୁଁ ଆପଣଙ୍କୁ କହିପାରିବି ଆକ୍ଚୁଆଲି ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି
अपराधी को सेमाने गिरफ करना आ उपरे कौन से कार्यानुष्ठान ग्रहण करछन्ती मु डिटेल कथा देखंतु मु से कथा तो कहि परिबिनी। हाँ, सरकार तो पोषण 2 रे हमर केंद्र सरकार संपूर्ण भावे संपूर्ण पोषण किभଳି भाବରେ କରିପାରିବା ଏବଂ ଭାରତ को कुपोषण मुक्त करबा पई चेष्टा करूचंती ଏବଂ ଆମ ओडिसा ମଧ୍ୟ कुपोषण मुक्त सेतेबेले हे परिबो जेतेबेले हमरी सिस्टम ठीक भाबे काम करिवो। ଏବଂ ଆମର ଯଦି ଆପଣ ଦେଖିବେ ଚାଇଲ୍ଡ କେୟାର ଯୋଉ ଆମର ଇନଷ୍ଟିଟ୍ୟୁସନ ଅଛି ସେଥିରେ ଆପଣ ଯଦି ଦେଖିବେ ମେକାନିଜମ ପୁରା ଡିଷ୍ଟ୍ରିକ୍ଟ ଲେଭେଲ ପର୍ଯ୍ୟନ୍ତ ଷ୍ଟ୍ରଙ୍ଗ ଅଛି। ତେଣୁ ସେଥିରେ ମଧ୍ୟ ସେମାନେ କିଭଳି ଭାବରେ କାମ କରୁଛନ୍ତି ତାକୁ ତଦାରଖ କରିବା ପାଇଁ ଆମର କମିଶନର କାମ କରୁଛି ଏବଂ ସମ୍ପୂର୍ଣ୍ଣ ଭାବେ ନଜର ରଖୁଛି। ତେଣୁ ପିଲାମାନେ କିଭଳି ଭାବରେ ଅଙ୍ଗନବାଡି କେନ୍ଦ୍ରକୁ ଯିବେ ସେଇଟାର ଯୋଉ ଅଙ୍ଗନବାଡି କେନ୍ଦ୍ରର ଯୋଉ କର୍ମୀ ଅଛନ୍ତି ସେମାନଙ୍କର ସେଟା ଉତ୍ତରଦାୟିତ୍ୱ ଏବଂ डिस्ट्रिक्ट रे मध्य डीएसडब्ल्यूଙ୍କର ଏଇଟା ଉତ୍ତରଦାୟିତ୍ୱ सीडीपीओ ମାନଙ୍କର ଉତ୍ତରଦାୟିତ୍ୱ ଯଦି ସେମାନେ ତାଙ୍କ କାମରେ ଅବହେଳା କରିବେ ନିଶ୍ଚୟ ତାଙ୍କରି ଶାସ୍ତି ସେମାନେ ପାଇବେ।